ଦକ୍ଷିଣେଶ୍ୱର ମନ୍ଦିରରେ ବର୍ତ୍ତମାନ ଗଦାଧର କଲିକତାରେ ନିଜର ମନୋନୀତ ପୂଜାଦି କାର୍ଯ୍ୟ ପାଇ ସେ ଖୁବ୍ ଖୁସି। ତା ସଙ୍ଗେ ସଙ୍ଗେ ବଡ଼ ଭାଇଙ୍କର କିଛି ସେବା ମଧ୍ୟ କରନ୍ତି ଏବଂ ତାଙ୍କ ପାଖରେ କିଛି ପାଠ ମଧ୍ୟ ପଢ଼ନ୍ତି। ଏକେ ତ ଗଦାଧର ଥିଲେ ପ୍ରିୟଦର୍ଶନ, ତା ଛଡ଼ା ତାଙ୍କର ବହୁବିଧ ସଦ୍ଗୁଣାବଳୀ ଦେଖି ଅଳ୍ପ କାଳ ମଧ୍ୟରେ ଯଜମାନଙ୍କ ପରିବାରବର୍ଗ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଇଲେ। କାମାରପୁକୁର ଭଳି ଏଠାରେ ମଧ୍ୟ ଏହିସବୁ ସମ୍ଭ୍ରାନ୍ତ ପରିବାରର ମହିଳାଗଣ ତାଙ୍କର କର୍ମଦକ୍ଷତା, ସରଳ ବ୍ୟବହାର, ମଧୁର ଆଳାପ ଏବଂ ଦେବଭକ୍ତି ଦର୍ଶନରେ ବିମୁଗ୍ଧ ହୋଇ ତାଙ୍କ ନିକଟକୁ ନିଃସଙ୍କୋଚରେ ଯାତାୟାତ କରୁଥିଲେ। ଗଦାଧରଙ୍କ ମଧୁର କଣ୍ଠରୁ ଭଜନ ଶୁଣିବାକୁ ସେମାନେ ଅତ୍ୟନ୍ତ ଆଗ୍ରହ ଦେଖାଉଥିଲେ। ଗଦାଧର ମଧ୍ୟ ଅବସର ପାଇଲା ମାତ୍ରେ ଏସବୁ ସମବେତ ନାରୀପୁରୁଷଙ୍କ ସହିତ ମିଳିତ ହୋଇ ଆନନ୍ଦରେ ଦିନ କାଟୁଥିଲେ। ସୁତରାଂ କଲିକତାକୁ ଆସି ସୁଦ୍ଧା ତାଙ୍କର ବିଦ୍ୟା ଶିକ୍ଷାରେ ବେଶୀ କିଛି ଉନ୍ନତି ହେଲା ନାହିଁ। ପରିଶେଷରେ କର୍ତ୍ତବ୍ୟ ଜ୍ଞାନର ପ୍ରେରଣାରେ ରାମକୁମାର ଦିନେ ସାନ ଭାଇକୁ ପାଠଶାଠ ପଢ଼ୁନଥିବାରୁ ସାମାନ୍ୟ ତିରସ୍କାର କଲେ। ବଡ଼ ଭାଇଙ୍କର ତିରସ୍କାର ଓ ଅନୁଯୋଗ ଶୁଣି ଗଦାଧର ସେଦିନ ଦୃଢ଼ କଣ୍ଠରେ ଉତ୍ତର ଦେଲେ, ଚାଉଳ କଦଳୀ ବନ୍ଧା ବିଦ୍ୟା ମୋତେ ଶିଖିବାକୁ ଭଲ ଲାଗୁନାହିଁ। ମୁଁ ଏପରି ବିଦ୍ୟା ଶିଖିବାକୁ ଚାହେଁ ଯେଉଁଥିରେ ଜ୍ଞାନୋଦୟ ହୋଇ ମନୁଷ୍ୟ ବାସ୍ତବିକ କୃତାର୍ଥ ହୋଇପାରିବ। ଅଳ୍ପ ବୟସ୍କ ବାଳକ ମୁହଁରୁ ଏକଥା ଶୁଣି ରାମକୁମାର ସେଦିନ ଏହା ଉପରେ ବିଶେଷ କିଛି ଗୁରୁତ୍ୱ ଦେଲେ ନାହିଁ। ସେ ଭାବିଲେ, ପିଲାଦିନୁ ବାପା ମା'ଙ୍କ ପାଖରେ ଅତି ଗେହ୍ଲାରେ ବଢ଼ିଛି ତ, ତେଣୁ ପ୍ରଥମ ଥର ପାଇଁ ତାଙ୍କ ମୁହଁରୁ ଭର୍ତ୍ସନା ଶୁଣି ଅଭିମାନ ବା ବିରକ୍ତିରେ ହୁଏତ ଏପରି ଉତ୍ତର ଦେଉଛି। ରାମକୁମାର ଚିରଦିନ ସବୁ କଥା ପାଇଁ ଭଗବାନଙ୍କ ଉପରେ ନିର୍ଭର କରିଥାନ୍ତି, ତେଣୁ ନିରୁପାୟ ହୋଇ ଏ କଥାରେ ସେ ଆଉ ବିଶେଷ ଗୁରୁତ୍ୱ ଦେଲେ ନାହିଁ। ସବୁଦିନ ଭଳି ଭଗ୍ନ ହୃଦୟରେ ଯାହା ଏତେଦିନ ଧରି କରି ଆସିଛନ୍ତି ତାହା ହିଁ କରି ଚାଲିଲେ। ଏହି ସମୟରେ ଏକ ଅଚିନ୍ତନୀୟ ଘଟଣା ଘଟିଲା, ଯାହାକି ଉଜ୍ଜ୍ୱଳ ଆଲୋକର ସଦୃଶ ତାଙ୍କ ଜୀବନର ରାହା ଦେଖାଇଦେଲା ଏବଂ ସେ ନିଶ୍ଚିନ୍ତ ହୋଇଗଲେ। ଏହି ଘଟଣାରେ କିଶୋର ଗଦାଧରଙ୍କର ଆଧ୍ୟାତ୍ମିକ ଜୀବନର ବିକାଶ ପଥ ମଧ୍ୟ ହଠାତ୍ ସହସା ଉନ୍ମୁକ୍ତ ହୋଇଗଲା। ଆମେ ବର୍ତ୍ତମାନ ସେହି ଘଟଣାର ଅନୁସରଣ କରିବା। କଲିକତାର ଦକ୍ଷିଣାଂଶରେ ଜାନବଜାର ବୋଲି ଗୋଟିଏ ପଲ୍ଲୀ। ସେହି ପଲ୍ଲୀରେ ମାହିଷ୍ୟକୁଳ ସମ୍ଭୂତା ପ୍ରଥିତକୀର୍ତ୍ତି ରାଣୀ ରାସାମଣୀଙ୍କର ନିବାସ ଥିଲା। କ୍ରମଶଃ 4ଟି କନ୍ୟାର ଜନ୍ମ ପରେ ରାଣୀ 44 ବର୍ଷ ବୟସରେ ବିଧବା ହେଲେ। ସେଦିନଠାରୁ ସ୍ୱାମୀ ସ୍ୱର୍ଗତ ରାମଚନ୍ଦ୍ର ଦାସଙ୍କ ପ୍ରଭୁତ୍ୱ ସମ୍ପତ୍ତିର ତତ୍ତ୍ୱାବଧାନରେ ସ୍ୱୟଂ ନିଯୁକ୍ତ ହୋଇ ତାର ସମାଧିକ ଶ୍ରୀ ସାଧନ ବୁଦ୍ଧି ପୂର୍ବକ ସେ ଅଳ୍ପ କାଳ ମଧ୍ୟରେ କଲିକତାର ଅଧିବାସୀଙ୍କ ନିକଟରେ ଖୁବ୍ ପରିଚିତ ହୋଇ ଉଠିଲେ। ରାଣୀ ରାସାମଣୀ କେବଳ ଯେ ବିଷୟ ସମ୍ପତ୍ତି ପରିଚାଳନାରେ ଆପଣାର ଦକ୍ଷତା ପ୍ରମାଣିତ କରିଥିଲେ ତା ନୁହେଁ, ତାଙ୍କର ଈଶ୍ୱର ବିଶ୍ୱାସ, ଓଜସ୍ୱିତା, ଦରିଦ୍ରମାନଙ୍କ ପ୍ରତି ନିରନ୍ତର ସହାନୁଭୂତି, ତାଙ୍କର ଅଜସ୍ର ଦାନ, ଅକାତର ଅନ୍ନ ବ୍ୟୟ ପ୍ରଭୃତି ଅନୁଷ୍ଠାନଗୁଡ଼ିକ ତାଙ୍କୁ ସମସ୍ତଙ୍କର ଖୁବ୍ ପ୍ରିୟଭାଜନ କରିଦେଇଥିଲା। ଇତିମଧ୍ୟରେ ରାସାମଣୀଙ୍କର ତୃତୀୟ କନ୍ୟା ଗୋଟିଏ ମାତ୍ର ପୁତ୍ର ପ୍ରସବ କରି ମୃତ୍ୟୁମୁଖରେ ପଡ଼ିଲେ। କିନ୍ତୁ ମୃତଦାର ଏହି ଜାମାତା ମଥୁରାନାଥ ସୁଶୀଳ ଏବଂ ବିଚକ୍ଷଣ ବିଷୟବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଥିଲେ। ରାସାମଣୀ ପୁନର୍ବାର ତାଙ୍କର ଚତୁର୍ଥ କନ୍ୟା ଜଗଦମ୍ବା ଦାସୀଙ୍କ ସହ ଏହି ଜାମାତାଙ୍କର ବିବାହ କରାଇଦେଲେ ଏବଂ ମଥୁରାନାଥଙ୍କୁ ପ୍ରାୟ ଘରଜୋଇଁଆ କରି ରଖି ତାଙ୍କ ଉପରେ ବିଷୟ ସମ୍ପତ୍ତିର ଅଧିକାଂଶ ଦାୟିତ୍ୱ ଅର୍ପଣ କରି କ୍ରମେ ନିଜକୁ ସେସବୁ ଜଞ୍ଜାଳରୁ ଧୀରେ ଧୀରେ ଅପସରାଇ ଆଣିଲେ ଏବଂ ଜୀବନର କ୍ଷଣସ୍ଥାୟିତ୍ୱକୁ ଅନୁଭବ କରି ପୂଜା ଧ୍ୟାନ ଧାରଣାଦିରେ ଅଧିକ ସମୟ ଅତିବାହିତ କରିବାକୁ ଲାଗିଲେ। ଗୁଣବତୀ ରାଣୀ ରାସାମଣୀଙ୍କର କାଳୀଙ୍କ ପ୍ରତି ଖୁବ୍ ଭକ୍ତି ଥିଲା। ବହୁଦିନ ଧରି ତାଙ୍କ ହୃଦୟର ପ୍ରଗାଢ଼ ବାସନାଟି ଜାଗ୍ରତ ହୋଇଥିଲା। ସେ କିପରି କାଶୀଧାମକୁ ଯାଇ ଶ୍ରୀ ବିଶ୍ୱନାଥ ଏବଂ ଅନ୍ନପୂର୍ଣ୍ଣାଙ୍କୁ ଦର୍ଶନ କରି ଷୋଡ଼ଶୋପଚାର ପୂଜା କରି ଫେରିବେ। ତଦନୁଯାୟୀ ଯାତ୍ରାର ଦିନ ମଧ୍ୟ ସ୍ଥିର ହୋଇଗଲା। କିନ୍ତୁ ସେ ଯେଉଁଦିନ ଯିବେ ତା ପୂର୍ବଦିନ ରାତିରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ। ସେ ଦେଖିଲେ ଯେ ଦେବୀ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ କହୁଛନ୍ତି, କାଶୀ ଯିବାର କିଛି ପ୍ରୟୋଜନ ନାହିଁ। ଗଙ୍ଗା କୂଳରେ ଏକ ମନୋରମ ସ୍ଥାନରେ ମୋର ମୂର୍ତ୍ତି ପ୍ରତିଷ୍ଠା କରି ପୂଜା ଓ ଭୋଗର ବ୍ୟବସ୍ଥା କର। ମୁଁ ଏହି ମୂର୍ତ୍ତି ମଧ୍ୟରେ ଆବିଷ୍ଟ ହୋଇ ତୁମ ପାଖରୁ ସବୁଦିନ ପୂଜା ଗ୍ରହଣ କରିବି। ସକାଳୁ ଉଠି ରାଣୀ ଏହି ଦିବ୍ୟ ସ୍ୱପ୍ନକୁ ସ୍ମରଣ କରି ଅତ୍ୟନ୍ତ ଆନନ୍ଦିତ ହେଲେ। ତାଙ୍କର କାଶୀ ଯାତ୍ରା ସ୍ଥଗିତ ହେଲା। ସେ ସଂକଳ୍ପ କଲେ ଯେ ତାଙ୍କ ପାଖରେ ଯାହା କିଛି ସଞ୍ଚିତ ଧନରାଶି ଗଚ୍ଛିତ ଅଛି ତାହା ସେ ଏହି କାର୍ଯ୍ୟରେ ନିୟୋଜିତ କରିବେ। 1847 ଖ୍ରୀଷ୍ଟାବ୍ଦରେ ଗଙ୍ଗାନଦୀର ପୂର୍ବ ତୀରରେ ଦକ୍ଷିଣେଶ୍ୱର ନାମକ ସ୍ଥାନରେ ସେ ଗୋଟିଏ ବିସ୍ତୀର୍ଣ୍ଣ ଭୂମି କ୍ରୟ କଲେ। ତା ଉପରେ ବହୁ ଅର୍ଥ ବ୍ୟୟ କରି ନବରତ୍ନ ଶୋଭିତ ବୃହତ୍ ମନ୍ଦିରଟିଏ ନିର୍ମାଣ କଲେ ଏବଂ ମନ୍ଦିର ଚାରିପଟେ ସୁନ୍ଦର ଉଦ୍ୟାନଟିଏ ମଧ୍ୟ ପ୍ରସ୍ତୁତ କଲେ। ମନ୍ଦିର ଓ ମୂର୍ତ୍ତି ନିର୍ମାଣ ଯଥାକାଳରେ ସମାପ୍ତ ହୋଇଗଲା। ରାଣୀ ମନ୍ଦିର ଓ ମୂର୍ତ୍ତି ଇତ୍ୟାଦିର ପ୍ରତିଷ୍ଠା ପାଇଁ ବ୍ୟଗ୍ର ହୋଇ ଶୁଭ ଦିନଟିଏ ଖୋଜିଲେ। 1855 ମସିହାର ମେ ମାସ 31 ତାରିଖ ଗୁରୁବାର ଦିନ ପ୍ରତିମା ପ୍ରତିଷ୍ଠା ହେବାର ସ୍ଥିର ହେଲା।
ସେଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା। କିନ୍ତୁ ଅପ୍ରତ୍ୟାଶିତ ଭାବରେ ଏ ଅଭୀଷ୍ଟ କାର୍ଯ୍ୟରେ ଗୋଟିଏ ବିଘ୍ନ ଉପସ୍ଥିତ ହେଲା। ଦେବୀଙ୍କୁ ଅନ୍ନଭୋଗ ପ୍ରଦାନ କରିବା ପଥରେ ପ୍ରଧାନ ଅନ୍ତରାୟ ରୂପରେ ଦେଖାଥିଲା ଜାତି ଓ ସାମାଜିକ ପ୍ରଥା। ଏ ଅନ୍ନଭୋଗ ପ୍ରଦାନର ଅନୁମତି ପାଇବା ଲାଗି ରାଣୀ ରାସାମଣୀ ନାନା ସ୍ଥାନରୁ ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କଠାରୁ ବ୍ୟବସ୍ଥାପତ୍ର ମଗାଇଲେ, କିନ୍ତୁ ସେମାନେ କେହି ତାଙ୍କୁ ଏ ବିଷୟରେ ଉତ୍ସାହିତ କଲେ ନାହିଁ। ପଣ୍ଡିତମାନଙ୍କ ପାଖରୁ ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇ ତାଙ୍କର ଆଶା ଯେତେବେଳେ ଏ ବିଷୟରେ ସମୂଳେ ନଷ୍ଟ ହେବାକୁ ବସିଥିଲା, ସେତେବେଳେ ଝାମରପୁକୁର ସ୍ଥିତ ଏକ ଚତୁଷ୍ପାଠୀଠାରୁ ଦିନେ ବ୍ୟବସ୍ଥା ଆସି ପହଞ୍ଚିଲା। ପ୍ରତିଷ୍ଠା ପୂର୍ବରୁ ରାଣୀ ଯଦି ଉକ୍ତ ସମ୍ପତ୍ତିକୁ କୌଣସି ବ୍ରାହ୍ମଣଙ୍କୁ ଦାନ କରନ୍ତି ଏବଂ ସେହି ବ୍ରାହ୍ମଣ ଏହି ମନ୍ଦିରରେ ଦେବୀଙ୍କ ପ୍ରତିଷ୍ଠା କରି ଅନ୍ନଭୋଗର ବ୍ୟବସ୍ଥା କରନ୍ତି, ତାହେଲେ ଶାସ୍ତ୍ରୀୟ ନିୟମ ଯଥାଯଥ ରକ୍ଷିତ ହୋଇପାରିବ ଏବଂ ବ୍ରାହ୍ମଣ ଆଦି ଉଚ୍ଚ ବର୍ଣ୍ଣ ଉକ୍ତ ଦେବାଳୟରେ ପ୍ରସାଦ ଗ୍ରହଣ କଲେ ମଧ୍ୟ ଦୋଷଭାଗୀ ହେବ ନାହିଁ। ଏ ପ୍ରକାର ବ୍ୟବସ୍ଥା ପାଇ ରାଣୀଙ୍କ ହୃଦୟରେ ପୁନର୍ବାର ଆଶା ତରୁ ପଲ୍ଲବିତ ହେବାକୁ ଲାଗିଲା। ବୁଦ୍ଧିମତୀ ରାଣୀ 2,26,000 ଟଙ୍କାର ଦେବୋତ୍ତର ସମ୍ପତ୍ତି ସହ ଦେବାଳୟଟିକୁ ଗୁରୁବଂଶୀମାନଙ୍କୁ ଦାନ କରିଦେଲେ ଏବଂ ନିଜେ ବଂଶାନୁକ୍ରମେ ଦେବସେବାର ତତ୍ତ୍ୱାବଧାରକ ମାତ୍ର ହୋଇ ରହିଲେ। କିନ୍ତୁ ଯଜନକ୍ଷମ କୌଣସି ସଦାଚାରୀ ବ୍ରାହ୍ମଣ ରାଣୀଙ୍କର ଏ ଦେବାଳୟରେ ପୂଜକପଦରେ ବ୍ରତୀ ହେବାକୁ ସହସା ସ୍ୱୀକୃତି ପ୍ରଦାନ କଲେ ନାହିଁ। ଉପାୟ ବିହୀନା ରାଣୀ ପୁନର୍ବାର ଝାମରପୁକୁର ଚତୁଷ୍ପାଠୀକୁ ପତ୍ର ଲେଖିଲେ ଓ ଶ୍ରୀଯୁକ୍ତ ରାମକୁମାରଙ୍କ ଶରଣାପନ୍ନ ହେଲେ। ଉଦାର ହୃଦୟ ଦେବୀଭକ୍ତ ରାମକୁମାର ନିଃସଙ୍କୋଚରେ ମନ୍ଦିର ଓ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟର ସକଳ ଭାର ସ୍ୱୟଂ ଗ୍ରହଣ କଲେ ଏବଂ ସିହଡ଼ ଗ୍ରାମ ନିବାସୀ କ୍ଷେତ୍ରନାଥ ଚଟ୍ଟୋପାଧ୍ୟାୟ ଶ୍ରୀ ରାଧାଗୋବିନ୍ଦଜୀଉଙ୍କର ପୂଜକ ପଦରେ ମନୋନୀତ ହେଲେ। ନିର୍ଦ୍ଦିଷ୍ଟ ଦିବସରେ ମହାସମାରୋହରେ ମନ୍ଦିର ଓ ଦେବୀଙ୍କର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହେଲା। କଥିତ ଅଛି, ଏହି ସ୍ଥାନ ଦିବାରାତ୍ର ସମଭାବରେ କୋଳାହଳପୂର୍ଣ୍ଣ ହୋଇଉଠିଥିଲା ଏବଂ ରାଣୀ ଅକାତରରେ ଅଜସ୍ର ଅର୍ଥ ବ୍ୟୟ କରି ସମବେତ ଅତିଥି ଅଭ୍ୟାଗତମାନଙ୍କୁ ପରିତୁଷ୍ଟ କରିବା ଦିଗରେ କୌଣସି ତ୍ରୁଟି କରିନଥିଲେ। ସୁଦୂର କାନ୍ୟକୁବ୍ଜ, ବାରାଣସୀ, ଶ୍ରୀହଟ୍ଟ, ଚଟ୍ଟଗ୍ରାମ, ଓଡ଼ିଶା ଏବଂ ନବଦ୍ୱୀପ ପ୍ରଭୃତି ପଣ୍ଡିତ ପ୍ରଧାନ ସ୍ଥାନ ସମୂହରୁ ବହୁ ଅଧ୍ୟାପକ ଓ ବ୍ରାହ୍ମଣ ପଣ୍ଡିତଗଣ ଏହି ଉପଲକ୍ଷେ ସମାଗତ ହୋଇ ସେଦିନ ପ୍ରତ୍ୟେକ ରେଶମୀ ବସ୍ତ୍ର, ଉତ୍ତରୀୟ ଏବଂ ବିଦାକୀ ସ୍ୱରୂପ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣମୁଦ୍ରା ପ୍ରାପ୍ତ ହୋଇଥିଲେ। ଏ ଦେବାଳୟ ନିର୍ମାଣ ଓ ପ୍ରତିଷ୍ଠା ଉପଲକ୍ଷେ ରାଣୀ 9 ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ଅବଶେଷରେ ରାମକୁମାର ହିଁ ଶ୍ରୀ ଭବତାରିଣୀଙ୍କ ପୂଜକ ପଦରେ ସ୍ଥାୟୀ ଭାବରେ ନିଯୁକ୍ତ ହେଲେ ଏବଂ ଗଦାଧର ମଧ୍ୟ ଆନନ୍ଦଚିତ୍ତରେ ଉଦ୍ୟାନ ସମନ୍ୱିତ ଏ ମନୋରମ ଦେବାଳୟକୁ ଆସି ବଡ଼ ଭାଇଙ୍କର ଆଶ୍ରୟରେ ରହିଲେ। ଏହିଠାରୁ ବର୍ତ୍ତମାନର ଗଦାଧର ଓ ପରବର୍ତ୍ତୀ କାଳରେ ଶ୍ରୀ ରାମକୃଷ୍ଣଙ୍କ ଜୀବନରେ ଏକ ନୂତନ ଅଧ୍ୟାୟର ସୂତ୍ରପାତ ହେଲା। କାହା ମତରେ ରାସାମଣୀଙ୍କ ଜାମାତା ମଥୁରାନାଥ ଗଦାଧରଙ୍କୁ ଶ୍ରୀ ରାମକୃଷ୍ଣ ନାମ ପ୍ରଦାନ କରିଥିଲେ। ଆଉ କାହା ମତରେ ଗଦାଧରଙ୍କର ସନ୍ନ୍ୟାସ ଗ୍ରହଣ କାଳରେ ଶ୍ରୀମତ୍ ସ୍ୱାମୀ ତୋତାପୁରୀ ତାଙ୍କୁ ରାମକୃଷ୍ଣ ନାମରେ ଭୂଷିତ କରିଥିଲେ। ଆମମାନଙ୍କ ମତରେ ଏହି ଶେଷୋକ୍ତ ଜନଶ୍ରୁତିଟି ଠିକ୍ ହୋଇପାରେ, କିନ୍ତୁ ସେ ଯାହା ହେଉ, ଆମେ ବର୍ତ୍ତମାନଠାରୁ ଗ୍ରନ୍ଥର ସମାପ୍ତି ପର୍ଯ୍ୟନ୍ତ ଗଦାଧରଙ୍କୁ ଏଣିକି ଶ୍ରୀ ରାମକୃଷ୍ଣ ବା କେବେ କେବେ କେବଳ ଠାକୁର ନାମରେ ଅଭିହିତ କରିବୁ। ବିଶେଷ କରି ରାସାମଣୀଙ୍କ ଜାମାତା ମଥୁରାବାବୁଙ୍କ ପ୍ରତି ସେ ଅତ୍ୟନ୍ତ ସ୍ନେହସମ୍ପନ୍ନ ହୋଇପଡ଼ିଥିଲେ। ସେ ଭାବିଲେ ଏ ପଣ୍ଡିତ ଏ ପବିତ୍ର କମଳ ସ୍ୱଭାବ ବ୍ରାହ୍ମଣ ଯୁବକଙ୍କୁ ଦେବୀଙ୍କର ବେସରକାରୀ କାର୍ଯ୍ୟରେ ନିଯୁକ୍ତ କରିବେ। ଏ ଅଭିପ୍ରାୟ ସେ ମନ୍ଦିର ପୂଜକ ରାମକୁମାରଙ୍କୁ ମଧ୍ୟ ଜଣାଇଲେ। ରାମକୁମାର କହିଲେ, ଦେଖନ୍ତୁ ଆଜ୍ଞା, ତାର ମନର ଅବସ୍ଥା କେତେବେଳେ କ'ଣ